सदाशिवसमारम्भाम् देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। परीक्षितଙ୍କ ମନରେ ତକ୍ଷକ ସର୍ପାଘାତ ହେତୁ ଦେହତ୍ୟାଗ କରିବାର ଭୟ ସଞ୍ଚରିଛି। ଶ୍ରୀ ସୁଖଦେବ ପରୀକ୍ଷିତଙ୍କୁ ଅନ୍ତିମ ଉପଦେଶ ଶୁଣାଇ କହିଛନ୍ତି, ସେ ଭାଗବତ ଶ୍ରବଣ କରି ଜ୍ଞାନ ଲାଭ କରିଛନ୍ତି। ତାଙ୍କର ମୃତ୍ୟୁ ଭୟ ରହିବା ଉଚିତ ନୁହେଁ। ତାଙ୍କର ଦେହ ପୂର୍ବରୁ ନଥିଲା, ବର୍ତ୍ତମାନ ଅବଶ୍ୟ ଅଛି, କିନ୍ତୁ ଭବିଷ୍ୟତରେ ରହିବ ନାହିଁ। ଆତ୍ମା ସ୍ୱରୂପ ଚିରଦିନ ଥିଲା, ଅଛି ଏବଂ ରହିବ। ପରୀକ୍ଷିତ ଶ୍ରୀକୃଷ୍ଣଙ୍କୁ ଚିନ୍ତା କରି ଉପାଧିଧାରୀ ଆତ୍ମାକୁ ସ୍ମରଣ କରି ଅନ୍ତରରେ ଥିବା ପରମାତ୍ମାକୁ ସାକ୍ଷାତ କରନ୍ତୁ। ସର୍ପ ତାଙ୍କ ପାଦରେ ଦଂଶନ କଲେ ମଧ୍ୟ ସେ ସର୍ପକୁ ନିଜର ଆତ୍ମାଠାରୁ ପୃଥକ ଦେଖିପାରିବେ ନାହିଁ। ପରୀକ୍ଷିତ ଉବାଚ ହେ ବ୍ୟାସ ସୁତ ଜ୍ଞାନ ଧୀର ଜଗତ ଆତ୍ମା ରୂପ ତୋର ସମଦରସି ଭାବ ବହୁ ଏଣୁ ସଂସାରେ ଭେଦ ନୋହୁ ଏମନ୍ତ କହିଣ ଚରଣେ ପ୍ରଣାମ କଲା ତତ କ୍ଷଣେ ଅଦ୍ଭୁତ କଥା ତୁମ୍ଭ ବାଣୀ ଏଣୁ ସଂସାର ମିଥ୍ୟା ଜାଣି ମରଣେ ଭୟ କିଛି ନାହିଁ ଅଜ୍ଞାନୀ ଜନ ସେ ମରଇ ତୁମ୍ଭର କୃପା ହେଲା ଯେଣୁ ନାହିଁ ମୋ ଜନ୍ମ ମୃତ୍ୟୁ ତେଣୁ ତୁମ୍ଭେ ଯେ ବାସୁଦେବ ରୂପୀ ସର୍ବଜ୍ଞ ଯେଣୁ ବିଶ୍ୱବ୍ୟାପୀ ପ୍ରାଣୀ ସଂସାର ତାପେ ଥାଇ ଆତ୍ମାରେ ବାସୁଦେବ ବହି ଯାହାକୁ ଅନୁଗ୍ରହ କରେ ସେ ପ୍ରାଣୀ ଏ ସଂସାରୁ ତରେ ସାକ୍ଷାତ ଶ୍ରୀ ମଧୁସୂଦନ ତାଙ୍କୁ କରାଇଲ ଦର୍ଶନ ଏଣୁ ମୁଁ ବିଶୁଦ୍ଧ ହୋଇଲି ଭଗବାନ ଗୁଣ ଶୁଣିଲି ହେ ସୁଖଦେବ ଭଗବାନ ତକ୍ଷକ ଆଦି ମୃତ୍ୟୁମାନ ତହିଁ ମୋହର ଭୟ ନାହିଁ ବ୍ରହ୍ମ ନିର୍ବାଣ ଜାଣିଲଇଁ ଅବ୍ୟୟ ଅବିନାଶୀ ବ୍ରହ୍ମ ଦର୍ଶନେ ଛଡ଼ାଇଲ ଭ୍ରମ ଏବେ ଯେ ମୋତେ ଆଜ୍ଞା ଦିଅ ବ୍ରହ୍ମରେ ଲାଗିବ ମୋ ଲୟ ପରମ ବାସୁଦେବ ପଦ ଲଭିଯା ହୋଇବି ଆନନ୍ଦ ସେ ମାର୍ଗ ମୋତେ ଦେଖାଇଲ ବିଷ୍ଣୁ ଶରୀରେ ନିଜ ଜିଲ ଏବେ ମୁଁ ସେ ମାର୍ଗେ ପଶିବି ଧ୍ୟାନରେ ମୁଁ କତି ଲଭିବି ଏ ଭାବେ ଅନେକ ପ୍ରକାରେ ବିନୋ अंकुर होए पुणी क्रमे से द्रुम भाव घेनी सेही भावे वृक्ष होइला मनुष्य आदि दृश्य हैला ता देखी तक्षक कहिले निश्चय जीव तुम्भ बोले तुम्भे तो महत पुरुष जस मो न कर विनाश महत लोकंकर भाव पर जसरे नित्य थिब आपणा जस न करई परर हिते क्लेश पाई प्राप्त राजा ठारू धन मोठारू निय सिद्धि गुण
ହେମନ୍ତ ଶୁଣି ଧନ୍ୱନ୍ତରୀ ମନରେ ବିଚାର ସେ କରି ରାଜାର ଆୟୁଷ ତ ନାହିଁ ଜାଣଇ ଯୋଗ ବଳେ ମୁହିଁ ତାହାର ଯିବାକୁ ନାହିଁ ସୁଖ ପ୍ରସନ୍ନ ଭାବ ବହି ବିରାଜ ହୋଇ ଗଙ୍ଗା ତୀରେ ଯୋଗାରୂଢ଼ ତତ୍ତ୍ୱଜ୍ଞାନରେ ଆତ୍ମାକୁ ପରମ ଆତ୍ମାରେ ପ୍ରବେଶ କରି ବ୍ରହ୍ମଦ୍ୱାରେ ଯୋଗାଗ୍ନିରେ ଦଗ୍ଧ ହୋଇବ ସେ ତ ବ୍ରହ୍ମରେ ଲୀନ ହେବ ପିଣ୍ଡରେ ତକ୍ଷକ ଦଂଶିବ ଆମ୍ଭର ଯଶତ ନହିବ ଆମ୍ଭେ ଯେ ଏହାଠାରୁ ପୁଣ ଛାଡ଼ିନ ଯିବା କିମ୍ପାଧନ ହେମନ୍ତ ବିଚାରି ଭୀଷକ ବୋଇଲେ ଶୁଣ ହେ ତକ୍ଷକ ତୋ ଯଶ କିମ୍ପାଇ ନାସିବୁ ପାଇଲେ ଧନ ବାହୁଡ଼ିବୁ ତକ୍ଷକ ତାଙ୍କୁ ଧନ ଦେଲେ ବାହୁଡ଼ି ଧନ୍ୱନ୍ତରୀ ଗଲେ ତକ୍ଷକ ବ୍ରାହ୍ମଣ ରୂପେଣ ଗଲେ ସେ ରାଜା ସନ୍ନିଧାନ ଫଳ ପୁଷ୍ପ ଘେନି ଭେଟିଲେ ଫଳେ ତକ୍ଷକ କୃମି ହେଲେ ହେମନ୍ତେ କୃମି ରୂପେ ପୁଣ ଦଂଶିଲେ ରାଜାର ଚରଣ ସେ କାଳ ରୂପୀ ନାଗ ବିଷ ରାଜା ଶରୀର କଲା ନାଶ ତକ୍ଷଣେ ଭସ୍ମ ହୋଇଗଲେ ସକଳ ପ୍ରାଣୀ ତା ଦେଖିଲେ।